ପୁଅ ମାଗୁଛି ବାପା ଜୀବନର ଟଙ୍କାର ହିସାବ। ମୋ ପାଇଁ କ'ଣ କରିଛ କି? ତାପରେ ରିଟାୟାର୍ଡରେ ମିଳିଥିବା ପଇସା ସବୁ ଗଲା କୁଆଡ଼େ? ବଡ଼ ପାଟିରେ କହିଲା ବିନୟ। କ'ଣ ହେଲା? ନ କହି ତୁ ବହୁତ ବଡ଼ ବଡ଼ କଥା କହୁଛୁ। ଏ ନିର୍ମଳା କୁଆଡ଼େ ଗଲା? ଆଣ ମୋର ସେ ଡାଏରୀଟା, ମୋ ଚଷମାଟା ଆଣି ଆସ। ତୁମ ବଡ଼ ପୁଅ ଆଜି ମୋ ଜୀବନ ଭରି ଇନକମର ହିସାବ ନେବ। ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଚ୍ଛଲ୍ୟ ଭରା ସ୍ୱରରେ କହିଲେ ଦିବାକର ବାବୁ, ହିସାବ ଫିସାବ ମୋର କିଛି ଦରକାର ନାହିଁ। ମୋତେ କିଛି ପଇସା ଦେଇଦିଅ, ମୁଁ ମୋର ବିଜନେସ୍ ଷ୍ଟାର୍ଟ କରିବି। ତୁମ ହିସାବରୁ ମୋତେ କ'ଣ ମିଳିବ? ରାଗରେ ଏକଥା ବିନୟ କହୁଥିଲା। ସ୍ୱାମୀଙ୍କ ହାତକୁ ଡାଏରୀ ବଢ଼ାଇ ଦେଇ ନିର୍ମଳା କହିଲେ, ଆରେ ହେ, ତୁମଠୁ ଆଜି ଏଇ ପୁରସ୍କାର ପାଇବା ପାଇଁ ତୋ ବାପା ତମମାନଙ୍କ ପାଇଁ ଦିନ ରାତି ଏକ କରି ଦେଇଥିଲେ। ତୋର ଏତେ ସାହସ ଯେ ତୁ ତୋ ବାପାଙ୍କୁ ହିସାବ ମାଗୁଛୁ। ତୁମମାନଙ୍କୁ ଭଲରେ ରଖିବା ପାଇଁ ଖାଇବା ପିନ୍ଧିବା ଯୋଗାଇ ସାରିବା ପରେ ନିଜେ ଗୋଟେ ସାର୍ଟକୁ ଧୋଇ ଶୁଖେଇ ବର୍ଷ କାଟି ଦେଉଥିଲେ। ଚପଲ ହଳକ ଘୋରି ହୋଇ ଗୋଇଠି ଖଣ୍ଡିଆ ହେବା ଯାଏ ବାପା ତୋର ସେଇ ଛିଣ୍ଡା ଚପଲ ହଳକରେ ଖରା ବର୍ଷା କାଟି ଦେଉଥିଲେ। ଆଉ ତୁମମାନଙ୍କର ମୁଣ୍ଡକୁ ହାତ ପାଇଗଲା ବୋଲି ଏତେ ବଡ଼ କଥା କହୁଛ? ଘର ତୋଳିବା ଠାରୁ ଆରମ୍ଭ କରି ଦୁଇ ଭଉଣୀଙ୍କର ବାହାଘର, ତୁମର ପାଠପଢ଼ା ଏସବୁ କ'ଣ ଖାଲି ମାଗଣା ହୋଇଯାଇଥିଲା? ଆରେ ତମମାନଙ୍କୁ ବଢ଼େଇ କୁଢ଼େଇ ମଣିଷ କରିଥିଲୁ କ'ଣ ଏ ବୁଢ଼ା ବୟସରେ ତୁମକୁ ଆମ ଟଙ୍କା ପଇସାର ହିସାବ ଦେବାକୁ? ଥାଉ ନିର୍ମଳା, ତା ସହିତ ପାଟି କରି ତୁମେ ତୁମର ବ୍ଲଡ଼ ପ୍ରେସର ବଢ଼ାଇ ଦିଅନି। ମୁଁ କ'ଣ କରିଛି କିମ୍ବା ଖାଇ ପିଇ ଅଏସ୍ କରିଛି ସେଇଟାର ଟିକିନିକି ଖବର ଆଜି ଏ ଡାଏରୀ ପାଖରେ ହିଁ ମିଳିବ। ଏହା କହି ବିନୟ ଆଡ଼କୁ ଡାଏରୀ ବଢ଼ାଇ ଦେଲେ ଦିବାକର। ହାତକୁ ଛାଟି ଦେଇ ବିନୟ କହୁଥିଲା, ମୋର ଏସବୁଥିରୁ କ'ଣ ମିଳିବ? ମୋତେ ବାସ୍ କିଛି ପଇସା ଦରକାର, ଯାହାକୁ ନେଇ ମୁଁ ମୋର ଭବିଷ୍ୟତ ଗଢ଼ିପାରିବି। ଚାକିରି କରି ଅନ୍ୟ ଆଗରେ ଗୋଡ଼ ଭାଙ୍ଗି ଛିଡ଼ା ହେବି, ଏକଥା କଦାପି ହୋଇପାରିବ ନାହିଁ। ମୁଁ ଚିନ୍ତା କରି ନେଇଛି, କରିବି ତ ବିଜନେସ୍ ହିଁ କରିବି। ଅଜୟ ଆଉ ମୋ ଭିତରେ ଏତେ ପାତର ଅନ୍ତର କ'ଣ ପାଇଁ? ତା ବେଳକୁ ତ ତୁମ ହାତ ଖୋଲି ଗଲାବେଳେ ମୋ ପାଇଁ ତୁମ ରୋଜଗାର ବୁଝି ହୋଇଯାଉଛି। ହଇରେ, ପେଟରୁ କାଟି ତୁମ ପାଟିରେ ଦେଇଥିଲି, ଅନ୍ତ ଫାଡ଼ି ଜନ୍ମ ଦେଇଛି ଯେତେବେଳେ ପାତର ଅନ୍ତର କରିବି କାହିଁକି? ତୋର ସେ ସାନ ଭାଇ ପାଠଶାଠ ଠିକରେ ପଢ଼ି ନଥିଲା, ଆଉ ସେ ଯେତେବେଳେ ଅନ୍ୟ ଗାଡ଼ିରେ କାମ କରିଗଲା ସେତେବେଳେ ବାପା ତୋ ପାଇଁ ଗାଡ଼ି ଦୁଇଟି ବାହାର କରି ସେଇ ଲାଇନରେ ତାକୁ ଢଳେଇ ଦେବାକୁ ଚେଷ୍ଟା କଲେ। ଆଉ ତୁ ମାସକ ପୂର୍ବରୁ ବାପା ତୋ ପାଇଁ ଲାଗି ଲାଗି ଏଡ଼େ ଭଲ ଚାକିରିଟେ କରେଇ ଦେଇଥିଲେ, ଆଉ ତୋତେ ସେ ଚାକିରିଟା ଗନ୍ଧେଇଲା ଯେ ଆଜି ପଇସା ପାଇଁ ତୋ ବାପାଙ୍କୁ ଆଘାତ ଉପରେ ଆଘାତ ଦେଇ ଚାଲିଛୁ। ଜୀବନ ସାରା ତୁମମାନଙ୍କ ପଛରେ ସମସ୍ତ ପଇସା ଉଡ଼େଇ ସାରିଲା ପରେ ସେ ଆଜି ନିଃସ୍ୱ। ହଁ, ଯଦି ଏମିତି ଭାବୁଛୁ କି ତୋ ବାପା ଟଙ୍କା ଗଛ ଲଗାଉଛନ୍ତି ଆଉ ସେଥିରୁ ତୋଳି ଆଣି ତୋ ହାତରେ ଧରାଇ ଦେବେ। ଆଉ ତୁ ବିଜନେସ୍ ନାଁରେ ସାଙ୍ଗସାଥି ମେଳରେ ଅଏସ୍ କରିବୁ, ନାଇଁ, ତୋର ଏ ଆଶା କେବେ ପୂରଣ ହୋଇପାରିବ ନାହିଁ। ହଁ, ମୁଁ ଜାଣିଛି ଆଜି ଆମର ଏ କଠୋର କଥା, ଦୃଢ଼ ନିଷ୍ପତ୍ତି ତୋତେ କଷ୍ଟ ଦେଇପାରିବେ, ହେଲେ ସେଦିନ ଆମ କଥାକୁ ତୁ ହୃଦୟଙ୍ଗମ କରି ପାରିବୁ ଯୋଉଦିନ ତୁ ତୋର ବାପାର ସ୍ଥାନ ଅଳଙ୍କୃତ କରିଥିବୁ। ଆଉ ଯେଉଁ ଚାକିରିକୁ ତୁ ପାଦରେ ଆଡ଼େଇ ଦେଇ ବାପାଙ୍କ ଠାରୁ ପଇସା ଝଡ଼ାଇବାର ହୀନ ଚକ୍ରାନ୍ତ ମୁଣ୍ଡରେ ପାଳୁଛୁ, ଦିନ ଆସିବ ଦେଖିବୁ ସେଇ ଚାକିରି ତୋ ଛୁଆମାନଙ୍କ ପାଇଁ ଟଙ୍କାର ଗଛ ହୋଇ ଛିଡ଼ା ହୋଇଥିବ। ବାପା ମା ସବୁବେଳେ ପିଲାମାନଙ୍କର ମଙ୍ଗଳ ଚାହାନ୍ତି। ଏବେ ଖଟା ଲାଗୁଥିବା ଆମ କଥା ତୋତେ ଦିନେ ନା ଦିନେ ମିଠା ଫଳ ଦେବ। ସେତେବେଳେ ହୁଏତ ଆମେ ନଥିବୁ, ଆମ କଥା ସେଦିନ ତୁ ନିଶ୍ଚୟ ମନେ ପକାଇବୁ। ନିର୍ମଳାଙ୍କ ଲମ୍ବା ଚଉଡ଼ା ଉପଦେଶରେ ନୀରବ ଥିଲା ଦିବାକର। ବିନୟ ସେଦିନ ରାଗିଯାଇ ଘର ଛାଡ଼ି ପଳାଇ ଆସିଥିଲା। ଏମିତି କିଛି ଦିନ ବିତିଲା। ବିନୟ ବାହା ହୋଇ ପୁଅଟିଏ ହେଲା। ପୁଅକୁ ଏବେ 11 ବର୍ଷ ହେଲାଣି। ଘର ଚଳାଇବା କଷ୍ଟକର ହୋଇଗଲାଣି। ଏବେ ସେ ଚିନ୍ତା କରି ପାରୁଥିଲା ଯେ ତା ବାପା 4ଟା ଛୁଆକୁ କେମିତି ଜୀବନରେ ମଣିଷ କରିଥିଲେ। ପୁଅ ବିନୟ ଯଦିଓ ଚୁପ୍ ଥିଲା, ତଥାପି ତା ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଡେରିରେ ହଉ ପଛେ ସେ ନିଶ୍ଚିତ କିଛି ବୁଝିପାରିଛି।